ଜଣେ ମୂର୍ତ୍ତିଶିଳ୍ପୀ ସେ ଏକ ଜଙ୍ଗଲ ଦେଇ ଯାଉଥିବା ବେଳେ ଗୋଟେ ପଥର ଉପରେ ତାର ନଜର ଆସିଲା। ସେ ଭାବିଲା, ଯଦି ପଥରଟିକୁ ମୁଁ ମୂର୍ତ୍ତି କରିଦିଏ ବହୁତ ସୁନ୍ଦର ହେବ। ତାପରେ ବି ସେ ମୂର୍ତ୍ତିଶିଳ୍ପୀର ଫ୍ୟାସନ୍ ଥିଲା, ଯେକୌଣସି ଜାଗାକୁ ସେ ଯାଏ, ଯୋଉଠିକି ବି ଯାଏ, ନୂଆ ନୂଆ ଜିନିଷ କରିବାକୁ ତାର ବହୁତ ଆଗ୍ରହ ଥିଲା। ଆଉ ସେ ଜଙ୍ଗଲ ଦେଇ ଗଲାବେଳେ ସେ ପଥର ଉପରେ ନଜର ଆସିଗଲା। ସେଥିପାଇଁ ସେ ପଥର ନିକଟକୁ ଗଲା। ତାର ହତିଆର ଖୋଲିଲା। ଯେତେବେଳେ ପଥର ଉପରେ ପ୍ରହାର କରିଛି, ପଥରଟି ଆବାଜ ଆସିଲା। ପଥର ଦେହରୁ ଏକ ଆବାଜ ବାହାରିବାରୁ ସେ ପଥରକୁ ଛାଡ଼ି ଦେଇ ଆଗକୁ ଚାଲିଲା। କିଛି ବାଟ ଗଲା ପରେ ତାକୁ ଦେଖିବାକୁ ମିଳିଲା ଆଉ ଗୋଟେ ବଡ଼ ପଥରଟେ ପଡ଼ିଛି, ବହୁତ ବଡ଼ ପଥର। ସେ ବି ସେଇ ପଥର ପାଖକୁ ଗଲା। ତାର ହତିଆର ଖୋଲିକି ସେ ଏକ ସୁନ୍ଦର ମୂର୍ତ୍ତି ତିଆରି କରିଦେଲା। ସେଠୁ ସେ ଆଗକୁ ଚାଲିଲା। ଜଙ୍ଗଲର କିଛି ବାଟ ଗଲା ପରେ ଦେଖିଲା ଏକ ଗ୍ରାମରେ କିଛି ଲୋକ ରୁଣ୍ଡ ହୋଇଥାନ୍ତି। ସେ ଯାଇ ପଚାରି ବୁଝିଲା, କଣ ହେଇଛି, ଏଠି ଏତେ ଲୋକ କାହିଁକି ଜମା ହେଇଛନ୍ତି? ସେ ଗାଁର ଲୋକମାନେ କହିଲେ, ଏ ବିଶାଳ ମନ୍ଦିର ଏକ ନିର୍ମାଣ ହେଇସାରିଛି, କିନ୍ତୁ ଠାକୁରଙ୍କୁ ଆଣି ସ୍ଥାପିତ କରାଯାଇ ନାହିଁ। ସେଥିଲାଗି ସମସ୍ତେ ଆଲୋଚନା କରୁଛନ୍ତି ଯେ ଭଗବାନଙ୍କୁ ସ୍ଥାପିତ କରିବା ପାଇଁ। ସେ ମୂର୍ତ୍ତିଶିଳ୍ପୀ କହିଲା, ଦେଖନ୍ତୁ, ଏ ଜଙ୍ଗଲ ଭିତରକୁ ଯାଆନ୍ତୁ। ଏକ ମୂର୍ତ୍ତି ତିଆରି ହେଇକି ଅଛି, ତାକୁ ନେଇ ଆସିବେ, ଆଣି ଏ ମନ୍ଦିରରେ ସ୍ଥାପନା କରିଦେବେ। ସେଠୁ ଲୋକମାନେ ସମସ୍ତେ ସେ ଜଙ୍ଗଲ ଭିତରକୁ ଚାଲିଲେ। କିଛି ବାଟ ଗଲା ପରେ ଦେଖିଲେ ଗଣେଶର ଏକ ମୂର୍ତ୍ତି ତିଆରି ହେଇଅଛି। ତାକୁ ନେଇ ଆସି ପୂଜା କଲେ। କିନ୍ତୁ ଠାକୁରଙ୍କ ପାଖରେ ନଡ଼ିଆ ପିଟିବା ପାଇଁ ପଥର ଏକ ନିହାତି ଆବଶ୍ୟକ ପଡ଼ିଲା। ସେଠୁ ସେ ମୂର୍ତ୍ତିଶିଳ୍ପୀ କହିଲା, ଦେଖନ୍ତୁ, ଯୋଉ ମୂର୍ତ୍ତି ଆଣିବା ପାଇଁ ଜଙ୍ଗଲ ଭିତରକୁ ଗଲେ, ତାର କିଛି ଦୂରକୁ ଯିବେ, ଆଉ ଏକ ପଥର ଅଛି, ତାକୁ ନେଇ ଆସିବେ, ତା ଦେହରେ ନଡ଼ିଆ ବାଡ଼େଇବେ। ଏ କଥାକୁ ରକ୍ଷା କରି ଗାଁ ଲୋକମାନେ ଯାଇ ସେ ପଥରକୁ ନେଇ ଆସିଲେ। ପଥରକୁ ଆଣି ଠାକୁରଙ୍କ ପାଖରେ ରଖିଲେ। ସେ ପଥର ଉପରେ ସବୁଦିନ ନଡ଼ିଆ ପିଟାଯାଏ। ରାତି ଯେତେବେଳେ ହେଲା, ଦୁଇ ପଥରର କଥାବାର୍ତ୍ତା ହେଲେ। ଏ ପଥର କହିଲା, ଆରେ ଆମେ ତ ଦୁଇ ଜଣ ଗୋଟେ ଜାଗାରେ ଥିଲୁ, ଏଠି ବି ଗୋଟେ ଜାଗାରେ ଅଛନ୍ତି, କିନ୍ତୁ ତତେ ମୁଣ୍ଡିଆ ସମସ୍ତେ ମାରୁଛନ୍ତି, ମତେ କାହିଁକି ସମସ୍ତେ ନଡ଼ିଆ ବାଡ଼ଉଛନ୍ତି? ଏହାର କାରଣ କଣ? ଠାକୁର ମୂର୍ତ୍ତି ପଥର କହିଲେ, ଦେଖ, ଯେତେବେଳେ ସେ ମୂର୍ତ୍ତିଶିଳ୍ପୀ ତତେ ଆସି ମୂର୍ତ୍ତି କରିବା ପାଇଁ ପ୍ରଥମେ ତାର ନିହାଣର ପ୍ରହାର କଲା, ତୁ ଆବାଜ କରି ତାକୁ ବିଦା କରିଦେଇଥିଲୁ। କିନ୍ତୁ ମୁଁ ସେ କଷ୍ଟକୁ ସହି ମୂର୍ତ୍ତି ତିଆରି ହେଇଗଲି। ମୋର କହିବାର କଥା, ବନ୍ଧୁମାନେ, ଯେକୌଣସି କାମ କରନ୍ତୁ ନା କାହିଁକି, ଯଦି କଷ୍ଟ ନ କରିବେ ଆଗକୁ ଯାଇପାରିବେ।